ବାଲେଶ୍ୱର ଜିଲ୍ଲାର ବସ୍ତା ବାଲିଆପାଳ ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ପରିଦର୍ଶନ କରିବା ପରେ ରେମୁଣା ନିର୍ବାଚନ ମଣ୍ଡଳୀର ପଛଡିଆଠାରେ ଥିବା ପଦ୍ମାବତୀ ୱାଟର ପାର୍କରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ବନ୍ୟା ନିୟନ୍ତ୍ରଣ ଓ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଶାସନିକ ଅଧିକାରୀମାନଙ୍କ ସହ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହିଥିଲେ ଯେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ବାଲେଶ୍ୱର ମଧ୍ୟ ବର୍ଷା ହେବା କାରଣରୁ ଯେଉଁ ବନ୍ୟା ଆସିଛି ଏ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦ୍ବେଗଜନକ ଅବସ୍ଥାରେ ଅଛି। ଆଜି ଯେତେବେଳେ ଏହାକୁ ଆକାଶ ମାର୍ଗରୁ ହେଲିକପ୍ଟର ନିରୀକ୍ଷଣ କରାଗଲା ମୁଁ ନିଜେ ଦେଖିଲି ଏବେ ବି ବଡ଼ ଜଟିଳ ଅବସ୍ଥାରେ ଅଛି। ସେଥିରେ ବିଶେଷ କରିକି ସର୍ବମୋଟ ଯେଉଁ ପ୍ରଭାବିତ ଅଞ୍ଚଳ ଏବେ ବି ପାଣିରେ ଅଛି କ୍ଷତିଗ୍ରସ୍ତ ହେବାର ବେଶୀ ଆଶଙ୍କା ଅଛି। 6ଟି ବ୍ଲକ ଅଛି ଏବଂ ସେଥିରେ ପାଖାପାଖି 8,000 ହେକ୍ଟର ଜମି ଉପରେ ଏହା ପ୍ରଭାବିତ ହୋଇକି ଜଳ ବର୍ତ୍ତମାନ ସୁଦ୍ଧା ଘେରବନ୍ଦୀ ଅଛି। ଯେହେତୁ ପୂର୍ଣ୍ଣିମା ଅଛି ଜୁଆର ମଧ୍ୟ ସମୁଦ୍ର ଆଡ଼ୁ ଆସୁଥିବା ବେଳେ ଜଳ ନିଷ୍କାସନ ହେବାରେ ବର୍ତ୍ତମାନ ବିଳମ୍ବିତ ହେଉଛି। ଏଥିରେ ବିଶେଷ କରି 3ଟି ବ୍ଲକ ପ୍ରଭାବିତ ହୋଇଛି ଏବଂ ପ୍ରାୟ 35ଟି ପଞ୍ଚାୟତରେ ଏଥିରେ ପ୍ରଭାବିତ ଅଞ୍ଚଳ ହିସାବରେ ଜଳମଗ୍ନ ଅବସ୍ଥାରେ ଅଛି। ବିଶେଷ କରିକି ଯେଉଁଗୁଡ଼ିକ ନଦୀରେ ତାଳମୁଣ୍ଡା ଅଛି ଏବଂ ଯେଉଁଠି ପାଣି ପଶିଯାଇଛି ସେ ଗ୍ରାମଗୁଡ଼ିକରେ ସେମାନଙ୍କୁ ଆମ ଜିଲ୍ଲା ପ୍ରଶାସନ ତରଫରୁ 2,000 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ସୁରକ୍ଷିତ ଆଶ୍ରୟସ୍ଥଳକୁ ଏବଂ ସେମାନଙ୍କୁ ଆବଶ୍ୟକୀୟ ରନ୍ଧା ଖାଦ୍ୟ ସହିତ ତାଙ୍କର ଯାହା ଜିନିଷ ଦରକାର ଅଛି ତାହା ମଧ୍ୟ ଯୋଗାଇ ଦିଆଯାଇଛି। ଯେଉଁ ଗାଁଗୁଡ଼ିକ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ସେଥିରେ ଉଦ୍ଧାର କାର୍ଯ୍ୟ 8ଟି ଅଗ୍ନିଶମ ବାହିନୀ 3ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ସମସ୍ତଙ୍କୁ ସବୁ ସମୟରେ ପେଟ୍ରୋଲିଂ କରିବା ସହିତ ସବୁ ଅଞ୍ଚଳକୁ ସୁରକ୍ଷିତ ରଖାଯାଇଛି। ମୁଁ ଆଶା କରିବି ନିଶ୍ଚିତ ଭାବରେ ଖୁବ୍ କମ୍ ସମୟରେ ବିଭିନ୍ନ ଅର୍ଥାତ୍ ମୋତେ ଲାଗୁଛି ଆଉ ଗୋଟିଏ ଦିନ ଭିତରେ ଏହା ସ୍ୱାଭାବିକ ଅବସ୍ଥାକୁ ଆସିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ସାପ କାମୁଡ଼ା ଏବଂ ଡାଇରିଆ ଏବଂ ଯେଉଁ ଅଭାବର ସମ୍ଭାବନା ଥାଏ ତାକୁ ମଧ୍ୟ ଆଗୁଆ କିଭଳି ଭାବରେ ମୋବିଲାଇଜ୍ କରାଯିବ ସେଥିପାଇଁ ସିଡିଏମ୍ଓଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେମାନେ ତାହାର ଉପଯୁକ୍ତ ପଦକ୍ଷେପ ନେବେ ଯାହାଦ୍ୱାରା କି ସମ୍ପୂର୍ଣ୍ଣ ଭାବରେ କଣ୍ଟ୍ରୋଲକୁ ଆସିପାରିବ। ବାଲେଶ୍ୱର ଜିଲ୍ଲାର ଯେଉଁ ଉପରମୁଣ୍ଡା ଅଛି ଆପଣଙ୍କର ମୟୂରଭଞ୍ଜ ଜିଲ୍ଲା କିଛି ଆଖଣ୍ଡ ଅଞ୍ଚଳ ଏବଂ କିଛି ମଧ୍ୟ ପଶ୍ଚିମବଙ୍ଗ ଅଞ୍ଚଳ ଉପରମୁଣ୍ଡାରୁ ପ୍ରବଳ ବର୍ଷା ହେବା କାରଣରୁ ବାଲେଶ୍ୱରରେ ମଧ୍ୟ ବର୍ଷା ଜୋର ହେବା କାରଣରୁ ଯେଉଁ ବନ୍ୟା ଆସିଛି ଏ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦ୍ବେଗଜନକ ଅବସ୍ଥାରେ ଅଛି। ଆଜି ଯେତେବେଳେ ଏହାକୁ ଆକାଶ ମାର୍ଗରୁ ହେଲିକପ୍ଟରରେ ନିରୀକ୍ଷଣ କରାଗଲା ମୁଁ ନିଜେ ତାକୁ ଦେଖିଲି। ସେଥିରେ ଆକ୍ଚୁଆଲି ଏବେ ବି ବଡ଼ ଜଟିଳ ଅବସ୍ଥାରେ ଅଛି। ସେଥିରେ ବିଶେଷ କରିକି ସର୍ବମୋଟ ଯେଉଁ ଆଫେକ୍ଟେଡ୍ ଏରିଆ ହିସାବରେ ବର୍ତ୍ତମାନ ପାଣି ଅଛି କ୍ଷତିଗ୍ରସ୍ତ ହେବାର ବେଶୀ ଆଶଙ୍କା ଅଛି। 6ଟି ବ୍ଲକ ଅଛି ଏବଂ ସେଥିରେ ପାଖାପାଖି 8,000ରୁ ଉର୍ଦ୍ଧ୍ୱ ହେକ୍ଟର ଜମି ଉପରେ ଏହା ପ୍ରଭାବିତ ହୋଇକରି ଜଳ ବର୍ତ୍ତମାନ ସୁଦ୍ଧା ଘେରବନ୍ଦୀକି ଅଛି। ଯେହେତୁ ଆଜି ପୂର୍ଣ୍ଣିମା ମଧ୍ୟ ଏବଂ ଜୁଆର ମଧ୍ୟ ସମୁଦ୍ର ଆଡ଼ୁ ଆସୁଥିବା କାରଣରୁ ଏ ଜଳ ନିଷ୍କାସିତ ହେବାରେ ବର୍ତ୍ତମାନ ବିଳମ୍ବିତ ହେଉଛି। ଏଥିରେ ବିଶେଷ କରିକି 3ଟି ବ୍ଲକ ପ୍ରଭାବିତ ହୋଇଛି ଏବଂ ପାଖାପାଖି ପ୍ରାୟ 35ଟି ଗ୍ରାମ ପଞ୍ଚାୟତ ଏଥିରେ ଆଫେକ୍ଟେଡ୍ ଏରିଆ ହିସାବରେ ଜଳମଗ୍ନ ଅବସ୍ଥାରେ ଅଛି ଏବଂ ବିଶେଷ କରିକି ଯେଉଁଗୁଡ଼ିକ ନଦୀର ତଳମୁଣ୍ଡା ଅଛି ଏବଂ ଯେଉଁଠି ପାଣି ପଶିଯାଇଛି ସେ ଗ୍ରାମଗୁଡ଼ିକରେ ସେମାନଙ୍କୁ ଆମ ଜିଲ୍ଲା ପ୍ରଶାସନ ତରଫରୁ 2,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ସୁରକ୍ଷିତ ଆଶ୍ରୟସ୍ଥଳକୁ ଏବଂ ସେମାନଙ୍କୁ ଆବଶ୍ୟକୀୟ ରନ୍ଧା ଖାଦ୍ୟ ସହିତ ତାଙ୍କର ଯାହା ଜିନିଷ ଦରକାର ଅଛି ତାକୁ ମଧ୍ୟ ଯୋଗାଇ ଦିଆଯାଉଛି ଏବଂ ଯେଉଁ ଗାଁ ଗୁଡ଼ିକ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ସେଥିରେ ଉଦ୍ଧାର କାର୍ଯ୍ୟ ପାଇଁ 8ଟି ଅଗ୍ନିଶମ ଦଳ
3টি ଓଡ୍ରାଫ୍ ଟିମ୍ ଏବଂ 1ଟି ଏନ୍ଡିଆର୍ଏଫ୍ ଟିମ୍ ଏଥିରେ ନିୟୋଜିତ ଅଛନ୍ତି ଏବଂ ସମସ୍ତଙ୍କୁ ସବୁବେଳେ ପେଟ୍ରୋଲିଂ କରିବା ସହିତ ସବୁ ଅଞ୍ଚଳକୁ ସତର୍କ ରଖାଯାଇଛି। ଏଥିରେ ବିଶେଷ କରିକି ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ମଧ୍ୟ ତାଙ୍କୁ ମୁତୟନ ବା ନିଯୁକ୍ତି କରାଯାଇଛି। ସେମାନେ 24 ଘଣ୍ଟା ଏହାକୁ ଅବଜର୍ଭେସନରେ ରଖିଛନ୍ତି କୌଣସି ପରିସ୍ଥିତିରେ ଯେପରି ଅଘଟଣ କିଛି ନ ଘଟେ। ଏଠି ଆଜି ମୋ ସହିତ ଆମର ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଆସିଛନ୍ତି ଏବଂ ଆମ ଏ ବାଲେଶ୍ୱର ଜିଲ୍ଲାର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ନନା ଆଜି ଉପସ୍ଥିତ ଅଛନ୍ତି। ଆମର ସମସ୍ତ ବିଧାୟକମାନେ ପଣ୍ଡା ମହାଶୟ ଏବଂ ଆମର ମାନସ ଦତ୍ତ ଏବଂ ଆମର ବିଧାୟକ ନିରଞ୍ଜନ ସନ୍ତୋଷ ଖଟୁଆ ଏବଂ ଆମ ରେମୁଣାର ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ ବି ଉପସ୍ଥିତ ଅଛନ୍ତି। ସମସ୍ତଙ୍କର ମତାମତ ବି ନିଆଯାଇଛି। ଜିଲ୍ଲାପାଳ ବି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। EIC ଆମର ଜଳସମ୍ପଦ ବିଭାଗର ଆସିଛନ୍ତି, ସେ ମଧ୍ୟ ଆବଶ୍ୟକ ରିପୋର୍ଟ କରିଛନ୍ତି ଏବଂ ମାନ୍ୟବର ବିଧାୟକମାନେ ମଧ୍ୟ ଅନେକ ଗୁଡ଼ାଏ କିଛି ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ କି ବିଶେଷ କରିକି ଆପଣଙ୍କର ସୁବର୍ଣ୍ଣରେଖା ନଦୀ ସମେତ ବୁଢ଼ାବଳଙ୍ଗ ଏବଂ ଗୋଟିଏ ଛୋଟ ନଦୀ ଯେଉଁଟାକି ଜଳକା କୁହାଯାଉଛି, ସେ ବି ବେଳେବେଳେ ଭୟଙ୍କର ରୂପ ନେଉଛି। ଏମାନଙ୍କର ନଦୀର ଗତିବିଧି ସହିତ ଯେଉଁଭଳି ଜଳ ଜୋର ପ୍ରଭାବିତ ହେଉଛି, ସେଥିପାଇଁ ବିଶେଷ କରିକି ସୁବର୍ଣ୍ଣରେଖାର ଜଳ ସଂସ୍କାର କରିବା ପାଇଁ ଯାହା ଆଗରୁ ବି ଦାବି ହେଇ ଆସିଥିଲା, ଏଥିରେ ଅର୍ଥ ମଧ୍ୟ ସାଂସନ ହେଇକରି ଅଛି ଏବଂ ତାହାକୁ ଆହୁରି ଅଧିକ ଏବେକାର ବନ୍ୟା ପରିସ୍ଥିତି ଦେଖିକି EICକୁ ନିର୍ଦ୍ଦେଶ ଦିଆଯାଇଛି। ସେ ତାଙ୍କର ରିପୋର୍ଟ ତିଆରି କରିବେ ଏବଂ କିଭଳି ଭାବରେ ଜଳ ଏଥିରେ ନିଷ୍କାସନ କିଭଳି ଭାବରେ ହେଇପାରିବ ଏବଂ ତା ସହିତ ମଧ୍ୟ ବନ୍ୟା ନିୟନ୍ତ୍ରଣ କିଭଳି ଭାବରେ କରାଯାଇପାରିବ, ସେଥିପାଇଁ ତାହାର ରୋଡ୍ ମ୍ୟାପ୍ ତିଆରି କରିବେ ଏବଂ ସେହି ଅନୁସାରେ ସରକାରକୁ ଦେଲେ ନିଶ୍ଚିତ ଭାବରେ ସରକାର ସବୁଦିନ ପାଇଁ କିଭଳି ଭାବରେ ବନ୍ୟା ନିୟନ୍ତ୍ରଣ ଭିତରେ ରହିପାରିବ ଏବଂ ବିଶେଷ କରିକି ଆପଣଙ୍କର ଯେଉଁ ସମୟରେ ପୂର୍ଣ୍ଣିମା ଆସୁଛି ବା ଜୁଆର ସେ ସମୟରେ ଯେଭଳି ଭାବରେ ମାଡ଼ି ଆସୁଛି, ତାକୁ କିଭଳି ଭାବରେ ନିରୀକ୍ଷଣ କରିକି ତାର କ'ଣ ପଦକ୍ଷେପ ନିଆଯାଇପାରିବ, ଏ କଥାକୁ ମଧ୍ୟ ଜିଲ୍ଲାପାଳ ସମେତ ବିଭାଗ ଯେଉଁମାନେ ଆସିଛନ୍ତି ୱାଟର ରିସୋର୍ସର ସମସ୍ତଙ୍କୁ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି। ମୁଁ ଆଶା କରିବି ନିଶ୍ଚିତ ଭାବରେ ଯେହେତୁ ବର୍ତ୍ତମାନ ସୁଦ୍ଧା ଆମ ଏହି ବନ୍ୟାରେ ଜିରୋ କାଜୁଆଲିଟି ଅଛି, ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି। ଜିଲ୍ଲାପାଳଙ୍କୁ ଏଥିରେ 24 ଘଣ୍ଟିଆ ପହରା ଦେବା ପାଇଁ ମଧ୍ୟ ବିଭିନ୍ନ ଅଧିକାରୀମାନଙ୍କୁ ସେ ନିଯୁକ୍ତି କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି। ମୁଁ ଆଶା କରିବି ନିଶ୍ଚିତ ଭାବରେ ଖୁବ୍ କମ୍ ସମୟ ଭିତରେ, ଅର୍ଥାତ୍ ତ ଲାଗୁଛି ଆଉ ଗୋଟିଏ ଦିନ ଭିତରେ ଏହା ସ୍ୱାଭାବିକ ଅବସ୍ଥାକୁ ଆସିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ସାପ କାମୁଡ଼ା ଏବଂ ଆମର ଡାଇରିଆ ଇ ଯେଉଁ ହେବାର ସମ୍ଭାବନା ଥାଏ, ତାକୁ ମଧ୍ୟ ଆଡ଼ଭାନ୍ସ କିଭଳି ଭାବରେ ମୋବିଲାଇଜ୍ କରାଯିବ, ସେଥିପାଇଁ CDMକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେମାନେ ତାର ଉପଯୁକ୍ତ ପଦକ୍ଷେପ ନେବେ ଯାହାଦ୍ୱାରା କି ସମ୍ପୂର୍ଣ୍ଣ ଭାବରେ କଣ୍ଟ୍ରୋଲକୁ ଆସିପାରିବ। ଧନ୍ୟବାଦ। ବାଲେଶ୍ୱରରୁ ଲକ୍ଷ୍ମୀଧର ପ୍ରଧାନଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।